ଗଞ୍ଜାମର ଗୋଟେ ଛୋଟ ଗାଁରେ ଜଣେ ଚାଷୀ ରହୁଥିଲେ। ନାଁ ଥିଲା ହରି। ଗରିବ ଥିଲେ କିନ୍ତୁ ଖୁବ୍ ପରିଶ୍ରମୀ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ କ୍ଷେତରେ କାମ କରୁଥିଲେ। ଖରା ହେଉ ଅବା ବର୍ଷା, ସେ କେବେ କାମ କରିବା ବନ୍ଦ କରୁନଥିଲେ। ଦିନେ ବଜାର ଗଲେ ଧାନ ବିହନ ଆଣିବା ପାଇଁ। ଦୋକାନୀ 2 ପ୍ରକାରର ବିହନ ଦେଲା। ଦୋକାନୀ କହିଲା, ଏହି ବିହନ ଠିକ୍ ଭାବେ ଲଗାଇଲେ ବହୁତ ଭଲ ଫସଲ ଦେବ। ହରି ବହୁତ ଖୁସି ହୋଇ ସେ 2 ପ୍ରକାରର ବିହନ ଆଣିଲେ। ସେ 2ଟି ବିହନକୁ କ୍ଷେତର 2ଟି ଜାଗାରେ ବୁଣିଦେଲେ। ପ୍ରତିଦିନ ସକାଳେ ପାଣି ଦେଉଥିଲେ। କିଛି ଦିନ ପରେ ପ୍ରଥମ ବିହନରୁ ଛୋଟ ଛୋଟ ସବୁଜ ପତ୍ର ବାହାରିଲା। ହରି ଖୁସି ହେଲେ, କିନ୍ତୁ ଦ୍ୱିତୀୟ ବିହନରୁ କିଛି ବି ବାହାରିଲା ନାହିଁ। ନା ପତ୍ର ନା ଗଛ, କିଛି ନୁହେଁ। କିଏ କହିଲା, ଲାଗୁଛି ବିହନଟି ଖରାପ ଥିଲା, ତ ଆଉ କିଏ କହିଲା, ଦୋକାନୀ ଠକିଦେଲା ବୋଧେ। ଏସବୁ ଶୁଣି ହରି ଚିନ୍ତାରେ ପଡ଼ିଗଲେ। ଧୀରେ ଧୀରେ ସେ ଆଶା ହରାଇ ଦେଲେ। ରାଗରେ ସେ ଦ୍ୱିତୀୟ ବିହନକୁ ପାଣି ମଡ଼ାଇବା ବନ୍ଦ କରିଦେଲେ। ଆଉ ଗୋଟେ ସକାଳେ ରାଗରେ ସେ ଦ୍ୱିତୀୟ ବିହନକୁ ମାଟିରୁ ଖୋଳି ନଦୀ ପାଖକୁ ଫିଙ୍ଗିଦେଲେ। ଦିନ କଟିଗଲା। ପ୍ରଥମ ବିହନରୁ ଫସଲ ଭଲ ହେଲା, କିନ୍ତୁ ଗୋଟେ ଦିନ ଭୟଙ୍କର ବର୍ଷା ଓ ପବନ ଆସିଲା ଏବଂ ସମସ୍ତ ଫସଲ ନଷ୍ଟ ହୋଇଗଲା। ହରି କ୍ଷେତ ମଝିରେ ମନ ଦୁଃଖରେ ଚୁପଚାପ ବସିଥିଲେ। ସେତେବେଳେ ଗାଁର ଜଣେ ବୃଦ୍ଧ ଚାଷୀ ତାଙ୍କ ପାଖକୁ ଆସିଲେ। ସେ ପଚାରିଲେ, କିରେ ହରି, ମନ ଦୁଃଖରେ କାହିଁ ବସିଛୁ? ହରି ସବୁ କଥା ଜଣାଇଲେ। ତାପରେ ବୃଦ୍ଧ, ଆଚ୍ଛା, ତାହେଲେ ତୁ ସେଇ ବିହନକୁ ଫିଙ୍ଗିଛୁ? ହରି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଆପଣ କେମିତି ଜାଣିଲେ? ବୃଦ୍ଧ ଲୋକଟି ହସି କହିଲେ, ଆରେ ବୋକା, ସେଇଟା ବାଉଁଶ ବିହନଟା। ହରି କିଛି ବୁଝିପାରିଲେ ନାହିଁ। ବୃଦ୍ଧ ଚାଷୀ କହିଲେ, ବାଉଁଶ ଗଛ ଅନ୍ୟ ଗଛ ଭଳି ନୁହେଁ। ଆରମ୍ଭରେ ସେ ମାଟି ଉପରେ ବଢ଼େନି। ସେ ପ୍ରଥମେ ମାଟି ତଳେ ନିଜର ମୂଳକୁ ଶକ୍ତ କରେ, ଆଉ ଯେତେବେଳେ ବଢ଼ିବା ଆରମ୍ଭ କରେ, ଖୁବ୍ ତେଜରେ ଆଉ ଖୁବ୍ ଶକ୍ତିଶାଳୀ ଭାବରେ ବଢ଼େ। ହରିଙ୍କ ଆଖିରେ ଲୁହ ଜକେଇ ଆସିଲା। ସେ ନିଜ ଭୁଲ ବୁଝିପାରିଲେ। ବୃଦ୍ଧ ଜଣକ କହିଲେ, ମନ ମାରି କ'ଣ ବସିଛୁ? ସେ ବାଉଁଶ ବିହନ ନଦୀ ପାଖରେ ଆପେ ଆପେ ବଢୁଛି, ଯା ଆଣିବୁ। ହରି ଦୌଡ଼ି ଯାଇ ଗଛ ମୂଳରୁ ଅତି ଯତ୍ନର ସହ ଉପାଡ଼ି ନିଜ ଜମିରେ ଲଗାଇଲେ ଆଉ ପ୍ରତିଦିନ ପାଣି ଦେଲେ। ସେ ବୁଝିପାରିଲେ ସେ ବହୁତ ଶୀଘ୍ର ହାର ମାନି ଯାଇଥିଲେ। କେବଳ ଉପରୁ ଗଛ ବଢ଼ୁନଥିଲା ବୋଲି ସେ ଭାବିଥିଲେ କିଛି ହେଉନାହିଁ। ବୃଦ୍ଧ ଚାଷୀ ଧୀରେ କହିଲେ, ହରି, ଜୀବନ ମଧ୍ୟ ଏମିତି। କିଛି ଲୋକ ଖୁବ୍ ଶୀଘ୍ର ସଫଳ ହୋଇଯାଆନ୍ତି, ଏଇ ସାଧାରଣ ଧାନ ଫସଲ ପରି। ଆଉ କିଛି ଲୋକ ବାଉଁଶ ଭଳି ହୁଅନ୍ତି। ତାଙ୍କୁ ସମୟ ଲାଗେ, କିନ୍ତୁ ସେମାନେ ଭିତରୁ ନିଜକୁ ଶକ୍ତ କରୁଥାନ୍ତି। ସେଥିପାଇଁ ନିଜକୁ କେବେ ଛୋଟ ଭାବନି କି ଅନ୍ୟ ସହ ନିଜକୁ ତୁଳନା କରନି। ଧୈର୍ଯ୍ୟର ସହ ଠିକ୍ ସମୟର ଅପେକ୍ଷା କର। ସେ ରାତିରେ ହରି ଶୋଇପାରିଲେ ନାହିଁ। ସେ ବାରମ୍ବାର ସେହି କଥାଗୁଡ଼ିକୁ ଭାବୁଥିଲେ। ଆଉ ପ୍ରଥମ ଥର ପାଇଁ ସେ ଗୋଟେ ବଡ଼ କଥା ବୁଝିଲେ। ସବୁ ପ୍ରଗତି ଆଖିକୁ ଦେଖାଯାଏନି। କିଛି ସ୍ୱପ୍ନ ଧୀରେ ଧୀରେ ସତ ହୁଏ, ଆଉ କେବେ କେବେ ଡେରିରେ ସଫଳ ହେଉଥିବା ଲୋକମାନେ ସବୁଠାରୁ ଶକ୍ତିଶାଳୀ ହୁଅନ୍ତି। କିଛି ବର୍ଷ ପରେ ହରି ଗାଁର ସବୁଠୁ ବଡ଼ ଚାଷୀ ହେଲେ। କିନ୍ତୁ ଯେତେବେଳେ କେହି ଜୀବନରେ ନିରାଶାଗ୍ରସ୍ତ କିମ୍ବା ପଛରେ ପଡ଼ିଯାଇଥିବା ଅନୁଭବ କରେ, ହରି ସେମାନଙ୍କୁ କେବଳ ଗୋଟିଏ କଥା କୁହନ୍ତି, କେବେ ବି ନିଜକୁ ବହୁତ ଶୀଘ୍ର ମୂଳରୁ ଉପାଡ଼ି ଦିଅ ନାହିଁ। ହୁଏତ ତୁମର ମୂଳ ଏବେ ବି ବଢ଼ୁଛି। ମନେ ରଖନ୍ତୁ, ତୁମର ଯାତ୍ରା ଧୀରେ ଚାଲୁଛି ବୋଲି ହାର ମାନନ୍ତୁ ନାହିଁ। ହୋଇପାରେ ତୁମର ମୂଳ ଶକ୍ତ ହେବା ପାଇଁ ସମୟ ନେଉଛି। ଅନ୍ୟର ଯାତ୍ରା ସହିତ ନିଜ ଯାତ୍ରାକୁ ତୁଳନା କରନ୍ତୁ ନାହିଁ। କ'ଣ ଆପଣ କେବେ ଅନୁଭବ କରିଛନ୍ତି କି ଯେ ଆପଣଙ୍କ ଜୀବନ ମଧ୍ୟ ଧୀରେ ଗତି କରୁଛି? କମେଣ୍ଟ କରି ଜଣାନ୍ତୁ। ଏମିତି ଶିକ୍ଷଣୀୟ କାହାଣୀ ପାଇଁ ଆମ ଚ୍ୟାନେଲକୁ ଫଲୋ କରନ୍ତୁ। ଧନ୍ୟବାଦ।